ପ୍ରକୃତରେ ଆମେ କିଛି ସାଙ୍ଗସାଥି ବସିଥିଲୁ। ହଠାତ୍ ନିଷ୍ପତ୍ତି ନେଲୁ, ସମସ୍ତେ କୁହନ୍ତି ରଜ ପର୍ବ ହେଲେ ପ୍ରକୃତରେ କଟକି ପର୍ବ। ତ ଆମେ ନିଷ୍ପତ୍ତି ନେଲୁ ଏଇ ପର୍ବଟାକୁ ଆମେ ବାରିପଦା ସହରରେ କରିବୁ ଏବଂ ଅନେକ ଲୋକ ଅଛନ୍ତି ରଜ ମାନିବାକୁ ଇଚ୍ଛା କରନ୍ତି, କିନ୍ତୁ ରଜ କିଭଳି ମନାଯାଏ ସେଇ ଜିନିଷଟା ଏଇଠି ହଉନଥିଲା। ତେଣୁ ଆମେ ସେଇ ହିସାବରେ ଗୋଟେ କାର୍ଯ୍ୟକ୍ରମ ଆରମ୍ଭ କଲୁ। ଦୀର୍ଘ 13 ବର୍ଷ ଧରି ଆରମ୍ଭ, ଏଇଥର 13 ବର୍ଷ ପୂରଣ ହଉଛି। ଏବଂ ଆମେ ଏଇଥିପାଇଁ କଲୁ କାରଣ ପ୍ରତ୍ୟେକ ଘରେ ଯେଉଁ ଝିଅମାନଙ୍କର ଇଚ୍ଛା ଥିଲା କି ମାଆମାନଙ୍କର ମହିଳାମାନଙ୍କର ଇଚ୍ଛା ଥିଲା ରଜ ଉତ୍ସବ ପାଳନ କରିବେ, ସେଇ ଉତ୍ସବଟାକୁ ଆମେ ଏଇ ଜାଗାକୁ ନେଇ ଆଣିଛୁ। ଏବଂ ଆମର ମୁଖ୍ୟ ଲକ୍ଷ୍ୟ ହେଲା ଯେଉଁମାନେ, ବାରିପଦା ସହର ମୟୂରଭଞ୍ଜ ଜିଲ୍ଲା ହେଲା ଗୋଟେ କଳା ସଂସ୍କୃତିର ସହର। କାରଣ ଆପଣ ଦେଖୁଥିବେ ଯେଉଁ ଜାଗାରେ ଯିବେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥାଏ ଏବଂ କଳାର କଥା ସମସ୍ତେ କୁହନ୍ତି, କିନ୍ତୁ ଯେଉଁ କଳାକାର ମାନେ ଆମ ପାଖରେ ଆଜି ନାହାନ୍ତି, ଯେଉଁମାନଙ୍କ ପାଇଁ ଆମର ପରିଚୟ ଅଛି କଳା ସଂସ୍କୃତି ସହର ବୋଲି। ଯେମିତି ଆପଣ ଜାଣିଥିବେ ସଙ୍ଗୀତ ସମ୍ରାଟ ରାଧାକୃଷ୍ଣ ଭଞ୍ଜ, ସଙ୍ଗୀତ ସମ୍ରାଟ ସରୋଜ ପଟ୍ଟନାୟକ, ଗୀତିକାର ନିମାଇ ମହାନ୍ତି, ଦିଲ୍ଲୀପ ଦାସ, ସଂଗ୍ରାମ ମହାନ୍ତି ଏବଂ ଯେଉଁମାନେ ଏମାନେ ଆଜି ନାହାନ୍ତି କିନ୍ତୁ ଏମାନଙ୍କର କଳା ପ୍ରତି ବହୁତ ଅବଦାନ ଅଛି, ସେମାନଙ୍କୁ ପ୍ରକୃତରେ ଏଇ ଜାଗାରେ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ ଏବଂ ସେମାନଙ୍କୁ ଆଗାମୀ ପିଢ଼ିକୁ ମନେ ପକାଉ ଯେ ଏମାନଙ୍କ ପାଇଁ ଆମର ପରିଚୟ କଳା ସଂସ୍କୃତି ସହର ବୋଲି ଆମେ ଜାଣିଛନ୍ତି, ଓଡ଼ିଶାରେ ଜାଣିଛନ୍ତି କି ଭାରତବର୍ଷରେ ଜାଣିଛନ୍ତି। ତେଣୁ ମନେ ପକେଇବାର ବି ସମୟ ଏଇ ପ୍ରୋଗ୍ରାମ ଦ୍ୱାରା। ଆଉ ସବୁଠୁ ଭଲ କଥା ହେଲା ଯେ ଆପଣମାନେ ଜାଣିଥିବେ ବାରିପଦା ସହରରେ ବହୁତ ପିଲା ଭଲ ନାଚନ୍ତି ଏବଂ ଆମର ଯେଉଁ ରଜ ମଉଜ କାର୍ଯ୍ୟକ୍ରମ ଏବଂ ତା ସାଙ୍ଗରେ ଯେଉଁ ଜଏଣ୍ଟଲି ମିଶି ଗୁରୁକୁଲ ବୋଲି ସେ ଯେଉଁ ଆମର ଯେଉଁ ସଂଯୋଜକ ଅଛି ସେ ଲିଟନ ବୋଲି, ସେ ବର୍ଷକୁ 12 ମାସ ପିଲାଙ୍କୁ ନାଚ ଗୀତ ଭିତରେ ବିଭିନ୍ନ ତାଙ୍କୁ କାର୍ଯ୍ୟକ୍ରମ ଭିତରକୁ ନିଏ ଏବଂ ସେଇ କାର୍ଯ୍ୟକ୍ରମ ଦ୍ୱାରା ଏଇଟା ଗୋଟେ ଭଲ ପେଣ୍ଡେଲ। ଏ ପେଣ୍ଡେଲରେ ନାଚିଲେ ବିଭିନ୍ନ ନିର୍ଦ୍ଦେଶକ ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶନା ଦିଅନ୍ତି, ଶିଖାନ୍ତି, ସେମାନେ ଆସନ୍ତି, ସେମାନଙ୍କ ଦ୍ୱାରା ସେମାନେ ଦେଖନ୍ତି ପିଲାମାନେ ନାଚୁଛନ୍ତି, ତା ଦ୍ୱାରା ବି ପିଲାମାନେ ବେନିଫିଟ୍ ପାଆନ୍ତି କାଲି ସକାଳେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ଆଲବମରେ। ତେଣୁ ସବୁଠୁ ବଡ଼ କଥା ଯେଉଁ ଜିନିଷ ହଉନଥିଲା ବାରିପଦା ସହରରେ ଚେଷ୍ଟା କରାଯାଉଛି, ଯେଉଁ କଳା ପ୍ରତିଭା ଲୁଚି ଯାଉଥିଲା, ଯେଉଁ ପ୍ରତିଭା ମାନେ ଲୁଚି ଯାଉଥିଲେ, ରଜ କାର୍ଯ୍ୟକ୍ରମରେ ଯେଉଁ ପାନ ଖୁଆଖୁଇ ହେଲେ ଗୋଟେ ଗୋଟେ ବନ୍ଧୁର ମିଳନ କି ଗୋଟେ ଭାଇଚାରାର ବାର୍ତ୍ତା ଦେବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିଛେ ଏ କାର୍ଯ୍ୟକ୍ରମ।